କେବେ ଭାବିଛନ୍ତି ଯଦି ପ୍ରେମ ଆଉ କର୍ତ୍ତବ୍ୟ ଭିତରୁ ଗୋଟିଏକୁ ବାଛିବାକୁ ପଡ଼େ ତେବେ କ'ଣ କରାଯିବ? ଆଜି ଆମେ ଏମିତି ଗୋଟେ ଶକ୍ତିଶାଳୀ ଲୋକକଥା ହାଡ଼ାରାଣୀ ବିଷୟରେ ଜାଣିବା ଯେଉଁଠି ଏହି ପ୍ରଶ୍ନର ଏକ ଚରମ ଉତ୍ତର ମିଳେ। ସତ କହିବାକୁ ଗଲେ ଏ କାହାଣୀ ଶୁଣିବା ପରେ ଆପଣ ବଳିଦାନର ପ୍ରକୃତ ଅର୍ଥ ବିଷୟରେ ଭାବିବାକୁ ବାଧ୍ୟ ହୋଇଯିବେ। ଏଇ ଦେଖନ୍ତୁ, ଗୋଟେ ପଟେ ଦେଶର ଡାକରା ଆଉ ଅନ୍ୟପଟେ ନିଜ ନବବିବାହିତା ପତ୍ନୀଙ୍କ ପ୍ରେମ। ଏହି ଗୋଟିଏ ଲାଇନ୍ ଭିତରେ ପୂରା କାହାଣୀର ଦ୍ୱନ୍ଦ୍ୱ ଲୁଚି ରହିଛି, ନୁହେଁ କି? ଆଉ ଏଇଟା ଖାଲି ଗୋଟେ ଦ୍ୱିଧା ନୁହେଁ, ଏହା ଏମିତି ଏକ ପରୀକ୍ଷା ଯାହାର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଆସନ୍ତୁ କାହାଣୀର ପ୍ରଥମ ଭାଗକୁ ଯିବା, କର୍ତ୍ତବ୍ୟ ଆଉ ପ୍ରେମ। ଏ ଦୁଇଟା ଭିତରେ ଥିବା ଦ୍ୱନ୍ଦ୍ୱକୁ ଭଲ ଭାବରେ ବୁଝିବାକୁ ହେଲେ ଆମକୁ ପ୍ରଥମେ କାହାଣୀର ପୃଷ୍ଠଭୂମି ଆଉ ମୁଖ୍ୟ ଚରିତ୍ରମାନଙ୍କ ବିଷୟରେ ଜାଣିବାକୁ ପଡ଼ିବ। ତେବେ କାହାଣୀର ସମୟ ହେଉଛି ଔରଙ୍ଗଜେବଙ୍କ ଶାସନକାଳ। ସେତେବେଳେ ରାଜପୁତମାନଙ୍କ ପାଇଁ ଏକ ନିରନ୍ତର ସଂଘର୍ଷର ସମୟ ଚାଲିଥିଲା। ଆଉ ଏମିତି ପରିସ୍ଥିତିରେ ଜଣେ ସରଦାରଙ୍କ ପାଇଁ ରାଜ୍ୟ ରକ୍ଷା କରିବାଟା ଖାଲି ଗୋଟେ କାମ ନଥିଲା, ଏହା ଥିଲା ତାଙ୍କର ସବୁଠୁ ବଡ଼ ଧର୍ମ। କିନ୍ତୁ ଜାଣନ୍ତି, ଏହି ଯୁଦ୍ଧ ଆଉ ଘନଘଟା ଭିତରେ ବି ସର୍ଦ୍ଦାର ଚୂଡ଼ାବତୀଙ୍କ ଜୀବନରେ ପ୍ରେମ ଆସିଥିଲା। ତାଙ୍କର ବାହାଘର ବେଶୀଦିନ ହେଇନଥିଲା ଆଉ ତାଙ୍କ ଜୀବନଟା ପୂରା ଖୁସିରେ ଭରିଯାଇଥିଲା। ଆଉ ତାଙ୍କ ପତ୍ନୀ ଥିଲେ ହାଡ଼ରାଣୀ। ତାଙ୍କୁ ଖାଲି ରୂପବତୀ କହିଲେ ଭୁଲ ହେବ, ସେ ଗୁଣବତୀ ମଧ୍ୟ ଥିଲେ। ମାନେ ବାହାରୁ ଯେତିକି ସୁନ୍ଦର, ଭିତରୁ ସେତିକି ଶକ୍ତିଶାଳୀ। ଆଉ ତାଙ୍କର ଏଇ ଗୁଣ ହିଁ ଆଗକୁ ଯାଇ କାହାଣୀର ପୂରା ମୋଡ଼ ବଦଳାଇ ଦେବ। ଆସନ୍ତୁ ଦେଖିବା ଦ୍ୱିତୀୟ ଭାଗ, ସର୍ଦ୍ଦାରଙ୍କ ଦ୍ୱିଧା। ସବୁକିଛି ଠିକ୍ଠାକ୍ ଚାଲିଥିଲା, ହେଲେ ଏଇ ସୁଖମୟ ପରିବେଶ ଭିତରେ ହଠାତ୍ କର୍ତ୍ତବ୍ୟର ଡାକରା ଆସିଲା, ଆଉ ସବୁକିଛି ବଦଳିଗଲା। ଯେତେବେଳେ ଯୁଦ୍ଧ ପାଇଁ ଡାକରା ଆସିଲା, ସର୍ଦ୍ଦାରଙ୍କ ମନ ସତେ ଯେମିତି ଦୁଇ ଭାଗ ହୋଇଗଲା। ଗୋଟେ ପଟେ ରାଜପୁତ ଧର୍ମ ଆଉ ମାତୃଭୂମିର ରକ୍ଷା, ଆଉ ଅନ୍ୟପଟେ ନିଜ ପ୍ରିୟ ପତ୍ନୀଙ୍କ ପ୍ରେମର ବନ୍ଧନ। ବାଛିବା ବହୁତ କଷ୍ଟ ଥିଲା। ଭାବନ୍ତୁ ତ ଟିକେ, ମୁଁ ଯୁଦ୍ଧକୁ ଯିବି ନା ନାହିଁ? ଏ ପ୍ରଶ୍ନଟା ତାଙ୍କୁ ଭିତରୁ ପୂରା ଦୋଲାଇ ଦେଇଥିବ। ତାଙ୍କ ମନଟା କର୍ତ୍ତବ୍ୟର କଠିନ ରାସ୍ତା ଆଉ ପ୍ରେମର କୋମଳ ବନ୍ଧନ ଭିତରେ ଛଟପଟ ହେଉଥିଲା। ସେ କିଛି ବି ନିଷ୍ପତ୍ତି ନେଇପାରୁନଥିଲେ। ଆଉ ଏହି ଦ୍ୱନ୍ଦ୍ୱ ଭିତରେ ହିଁ ସେ ନିଜ ମନର କଥା, ନିଜର ଦୁର୍ବଳତାକୁ ନିଜ ପତ୍ନୀ ହାଡ଼ରାଣୀଙ୍କ ଆଗରେ ମାନିନେଲେ। ଆଉ ଜାଣନ୍ତି, ଏହି ଗୋଟିଏ ସ୍ୱୀକାରୋକ୍ତି, ଏହା ହିଁ କାହାଣୀକୁ ଏମିତି ଏକ ମୋଡ଼ ଦେଲା ଯାହା ବିଷୟରେ କେହି କେବେ ଭାବି ବି ନଥିଲେ। ଏବେ ଆସିଲା କାହାଣୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗ, ରାଣୀଙ୍କ ଅପୂର୍ବ ତ୍ୟାଗ। ନିଜ ସ୍ୱାମୀଙ୍କର ଏହି ଦ୍ୱିଧା ଦେଖି ହାଡ଼ରାଣୀ ଯେଉଁ ନିଷ୍ପତ୍ତି ନେଲେ, ତାହା ଇତିହାସରେ ଅବିଶ୍ୱସନୀୟ ହୋଇ ରହିଗଲା। ହାଡ଼ରାଣୀ ସଙ୍ଗେ ସଙ୍ଗେ ବୁଝିଗଲେ। ସେ ଜାଣିପାରିଲେ ଯେ ତାଙ୍କ ପ୍ରତି ତାଙ୍କ ସ୍ୱାମୀଙ୍କର ଯେଉଁ ପ୍ରେମ, ସେଇଟା ହିଁ ତାଙ୍କ କର୍ତ୍ତବ୍ୟ ରାସ୍ତାରେ ବାଧା ସୃଷ୍ଟି କରୁଛି। ତେଣୁ ସେ ଭାବିଲେ, ଯଦି ମୋର ଆକର୍ଷଣ ହିଁ ମୋ ସ୍ୱାମୀଙ୍କୁ ତାଙ୍କ କର୍ତ୍ତବ୍ୟରୁ ଦୂରେଇ ନେଉଛି, ତେବେ ମୋର ନ ରହିବା ହିଁ ଭଲ। ସେ ନିଜକୁ ହିଁ ଏହି ସମସ୍ୟାର ସମାଧାନ ଭାବିନେଲେ। ଆଉ କେହି କିଛି ଭାବିବା ଆଗରୁ ବିଜୁଳିର ବେଗରେ ସେ ନିଜ କାମ କରିଦେଲେ। ତାଙ୍କର ସେହି ପଦକ୍ଷେପ, ତାହା ଥିଲା ବହୁତ ଶୀଘ୍ର, ନିର୍ଣ୍ଣାୟକ ଆଉ ସମ୍ପୂର୍ଣ୍ଣ ଅନ୍ତିମ। ଗୋଟିଏ ହାତରେ ଧରିଲେ ନିଜର କେସ୍, ଆଉ ଅନ୍ୟ ହାତରେ ଉଠାଇଲେ ଖଣ୍ଡା। ଏହା ହିଁ ଥିଲା ତାଙ୍କର ଚରମ ନିଷ୍ପତ୍ତି। ଆଉ ତାପରେ ମୁହୂର୍ତ୍ତରେ ରାଣୀଙ୍କ କଟାମୁଣ୍ଡ ଥିଲା ସର୍ଦ୍ଦାରଙ୍କ କୋଳରେ। ନିଜ ସ୍ୱାମୀଙ୍କୁ ତାଙ୍କ କର୍ତ୍ତବ୍ୟ ପଥରେ ଦୃଢ଼ ରଖିବା ପାଇଁ ସେ ନିଜ ଜୀବନର ଚରମ ବଳିଦାନ ଦେଇଦେଲେ। ଆଗକୁ ଦେଖିବା ଚତୁର୍ଥ ଭାଗ, ସଂକଳ୍ପର ଶକ୍ତି। ତେବେ ଏହି ଅକଳ୍ପନୀୟ ତ୍ୟାଗ ପରେ ସର୍ଦ୍ଦାରଙ୍କର କ'ଣ ହେଲା? ସେ କେମିତି ବଦଳିଗଲେ? ପତ୍ନୀଙ୍କର ଏହି ବଳିଦାନ ସର୍ଦ୍ଦାରଙ୍କୁ ପୂରାପୂରି ବଦଳାଇଦେଲା। ପ୍ରଥମରେ ତାଙ୍କ ମନରୁ ସବୁ ଦ୍ୱିଧା ଦୂର ହୋଇଗଲା। ଦ୍ୱିତୀୟରେ ସତେ ଯେମିତି ତାଙ୍କ ଆଖି ଖୋଲିଗଲା। ଆଉ ଶେଷରେ ତାଙ୍କ ସାମ୍ନାରେ କେବଳ ଗୋଟିଏ ରାସ୍ତା ଥିଲା, ଯୁଦ୍ଧ। ଆଉ କିଛି ନ ଭାବି ସେ ସିଧା ଯୁଦ୍ଧକ୍ଷେତ୍ର ଆଡ଼କୁ ଘୋଡ଼ା ଛୁଟାଇଲେ। ଏବେ କାହାଣୀର ପଞ୍ଚମ ଭାଗକୁ ଆସିବା, ଯାହାର ନାମ ହେଉଛି ତ୍ୟାଗରୁ ଜନ୍ମିତ ବିଜୟ। ତେବେ ଯୁଦ୍ଧକ୍ଷେତ୍ରରେ ଏହି ତ୍ୟାଗର ପ୍ରଭାବ କ'ଣ ପଡ଼ିଲା? ରାଣୀଙ୍କ ତ୍ୟାଗରୁ ସର୍ଦ୍ଦାରଙ୍କୁ ଯେଉଁ ସଂକଳ୍ପ ମିଳିଥିଲା, ସେଇଟାକୁ ନେଇ ସେ ଏମିତି ଭୟଙ୍କର ଭାବରେ ଲଢ଼ିଲେ ଯେ ଶତ୍ରୁ ସୈନ୍ୟଙ୍କ ମନୋବଳ ପୂରା ଭାଙ୍ଗିଗଲା। ତାଙ୍କର ସେହି ଅସୀମ ଦୁଃଖ ଏବେ ଅସୀମ ଶକ୍ତିରେ ବଦଳି ଯାଇଥିଲା। ଶେଷରେ ଯୁଦ୍ଧରେ ଜିତ୍ ତ ହେଲା, କିନ୍ତୁ ମନେ ରଖିବାକୁ ହେବ, ଏ ବିଜୟ କୌଣସି ସାମରିକ କୌଶଳ ପାଇଁ ହୋଇନଥିଲା। ଏହା ସିଧାସଳଖ ହାଡ଼ରାଣୀଙ୍କ ସେହି ଅପୂର୍ବ ତ୍ୟାଗରୁ ହିଁ ଜନ୍ମ ନେଇଥିଲା। ତେବେ ଏହି କାହାଣୀ ଶେଷରେ ଆମ ପାଇଁ ଗୋଟିଏ ବହୁତ ବଡ଼ ପ୍ରଶ୍ନ ଛାଡ଼ି ଦେଇଯାଏ। କର୍ତ୍ତବ୍ୟ ପାଇଁ ତ୍ୟାଗର ଚରମ ସୀମା କ'ଣ ହୋଇପାରେ? ପ୍ରେମ ଆଉ କର୍ତ୍ତବ୍ୟର ଏହି ଲଢ଼େଇରେ ପ୍ରକୃତିରେ ଠିକ୍ କ'ଣ? ଏହାର ଉତ୍ତର ବୋଧହୁଏ ଏତେ ସହଜ ନୁହେଁ।